ମୁଁ ଜାଣି ନାହିଁ ନୂଆ ଦଳ ଗଠନ ହବ କି ନାହିଁ ମୁଁ କହିପାରିବି ନାହିଁ। କାରଣ ନୂଆ ଦଳ ମାନେ ବ୍ୟବସ୍ଥା ସମ୍ପର୍କରେ ମୁଁ କେବେ ଚିନ୍ତା ହିଁ କରିନାହିଁ। ମୋର ବର୍ତ୍ତମାନ ଭାରତ ବର୍ଷରେ ଯୋଉ ବିପତ୍ତି ଦେଖା ଦେଇଛି ସେଥିରୁ କେମିତି ମୁକ୍ତ ପାଇବ ଭାରତ ବର୍ଷ, ଆଉ ଏକମାତ୍ର ନେତା ରାହୁଲ ଗାନ୍ଧୀ ଯିଏ ଖୋଲାଖୋଲି ଭାବରେ ଭାରତ ବର୍ଷରେ ଯୋଉ ଦୁର୍ଦ୍ଦିନ ଆଣୁଥିବା ବ୍ୟକ୍ତିମାନଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି, ମୁଁ ତାଙ୍କ ସାଙ୍ଗରେ ଅଛି ଏବଂ ଆଶା କରିବି ଭାରତ ବର୍ଷ ତାଙ୍କ ସାଙ୍ଗରେ ରହିଲେ ହିଁ ଆଗାମୀ ଦିନରେ ପୁରାପୁରି ତାଙ୍କ ସାଙ୍ଗେ ରହିଲେ ଆଗାମୀ ଦିନରେ ଭାରତକୁ ଏଇ ଯୋଉ ଅନ୍ଧକାର ଭିତରକୁ ଠେଲି ନେଉଥିବା ଲୋକମାନଙ୍କ ଠାରୁ ମୁକ୍ତ କରିପାରିବ। ତେଣୁ ମୋର ଚିନ୍ତା ସେଇଟା। ଷ୍ଟେଟ୍ ପାର୍ଟିରେ ହଉଛି ଆଉ ଗୋଟେ କଥା, ଆର୍ଥିକ କଥା ତା ବ୍ୟବସ୍ଥା ଦୃଷ୍ଟି ବିଚାର କରାଯିବ। କୋଉ ରାଜ୍ୟର କେତେ କ'ଣ ଦାବି, ତାର ହକ୍ କ'ଣ, ସେ କଥା କରାଯାଉଥିଲା ବା କରାଯିବା ଦରକାର। କିନ୍ତୁ ଯୋଉ ପାର୍ଟି ଯୋଉ କଥା ବର୍ତ୍ତମାନ ଭାରତ ବର୍ଷର ସମସ୍ୟା ଆସିଛି, ସେ ସମସ୍ୟାଟି ହଉଛି ଭାରତ ବର୍ଷର ଆତ୍ମା ବର୍ତ୍ତମାନ ଖଣ୍ଡ ବିଖଣ୍ଡିତ। ଭାରତ ବର୍ଷର ଆତ୍ମାକୁ ପୁରାପୁରି ମାନେ ଚୁରମାର କରିଦେଇକରି ଆତ୍ମାକୁ ତା ଉପରେ ଆକ୍ରମଣ କରିକିରି ଗୋଟିଏ ଶାସନ ଗୋଟେ 14 ମସିହାରୁ ଚାଲିଛି ଏବଂ ଆସ୍ତେ ଆସ୍ତେ ବଢ଼ି ବଢ଼ି ଯାଉଛି। ସେଥିରୁ ମୁକ୍ତି ପାଇବା ବା ରକ୍ଷା ପାଇବା ପାଇଁ ହେଲେ ଜାତୀୟ ଦଳ ଭାବରେ ଗୋଟିଏ ଦଳ ରହିବ ଏବଂ ତା ସାଙ୍ଗରେ ହୁଏତ ଅନ୍ୟମାନଙ୍କ ସହଯୋଗ ରହିବ, ଅନ୍ୟ ପଲିଟିକାଲ ପାର୍ଟି ମାନଙ୍କର। ବିଜୟ ମହାପାତ୍ର ବିଜେଡି ପରେ ଗୋଟେ ଷ୍ଟେଟ୍ ପାର୍ଟି ଅଲରେଡି ଅଛି, ହଉଛି ଭାଙ୍ଗିକିରି ଆଉ ଗୋଟେ ପାର୍ଟି ଗଢ଼ିବେ, ତାହେଲେ ସେଟା ତ ଦିନ ଅପେକ୍ଷା କରିବା। ଭାଙ୍ଗିକିରି ଭାଙ୍ଗିକିରି ଗଢ଼ି ପାରନ୍ତି, ଅସମ୍ଭବ ନୁହେଁ। କହିଛନ୍ତି ଯେ ମୁଁ ସବୁବେଳେ ଭେଟେ, ସେ ମୋର ବଡ଼ ଭାଇ ଏବଂ ମୁଁ ତାଙ୍କ ସହିତ ତାଙ୍କର ସେ ଯାହା ଅନେକ ସମୟରେ ପରାମର୍ଶ କରେ। ସେ କଂଗ୍ରେସରେ ଥାଇକି ମଧ୍ୟ ଜଣେ ଅନ୍ୟ ନେତାଙ୍କର ପରାମର୍ଶ ନେବାରେ ନେଉଥିଲେ ବୋଲି କହିଛନ୍ତି। ସେ ଅନୁସାରେ ସେ ଭେଟିଛନ୍ତି, ଆଉ କ'ଣ ମୁଁ କାହିଁ ସମ୍ଭାବନା ଜମା ଦେଖୁନି।